ଜୟ ଜଗନ୍ନାଥ ସାଙ୍ଗମାନେ। ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଏ। ତ ଆଜି ଆମେ ଭିଜିଟ୍ କରିବା ଏକ କୋରାପୁଟ ଜିଲ୍ଲାରେ ଥିବା ଦାମନଯୋଡ଼ି। ଏଠାରେ ଅଛି ହନୁମାନ ମନ୍ଦିର, ତ ଜଗନ୍ନାଥ ମନ୍ଦିର, ସାଇବାବା ମନ୍ଦିର, ତ ମା କଣ୍ଟାବୁଆସିନୀ ହନୁମାନ ମନ୍ଦିର, ଆଉ ଶେଷରେ ଆମର କଣ୍ଟାବାଉଁସିନୀ ମନ୍ଦିର। ତ ରାସ୍ତାରେ ଯିବା ବାଟରେ ଆମେ ବହୁତ କିଛି ଦେଖିବାକୁ ପାଉଛୁ। ତ ସବୁଜ ସବୁଜ ପରିବେଶ, ଆମର ଗ୍ରୀନ୍ ପୁରା, ଯୁଆଡ଼େ ଦେଖିବ ପାହାଡ଼ ପର୍ବତ, ବହୁତ ସୁନ୍ଦର ଲାଗୁଛି। ପରିବେଶ ଦେଖି ଆମକୁ ବହୁତ ଖୁସି ବି ଲାଗୁଛି। ତ ଆସିଲା ପରେ ଆମେ ମାର୍କେଟରେ ପହଞ୍ଚି ଗଲୁ। ତ ସେ ମାର୍କେଟରେ ମାନେ ଗଛପତ୍ର ଲାଗିଛି, ପାଗଟା ବି ମେଘୁଆ ମେଘୁଆ ଲାଗିଛି, ବହୁତ ଥଣ୍ଡା ଲାଗୁଛି ଆଜି ସେ ଅଞ୍ଚଳରେ ବହୁତ। ତ ସେଇଟା ହେଉଛି ନାଲକୋ ଅଞ୍ଚଳରେ ଅବସ୍ଥିତ। ନାଲକୋ ଭିତରକୁ ଆମେ ବର୍ତ୍ତମାନ ପ୍ରବେଶ କରିବା। ପ୍ରବେଶ କଲା ଭିତରେ ଗୋଟେ ବଡ଼ ଗେଟ୍ ଅଛି ନାଲକୋର, ନାଲକୋ ଟାଉନସିପ୍। ତ ସେଇ ଭିତରେ ଆମେ ଡାହାଣ ପଟେ ହନୁମାନ ମନ୍ଦିର ଅଛି। ତ ଓଡ଼ିଶାରେ ସବୁଠୁ ବଡ଼ 115 ଫୁଟ ହନୁମାନ ମନ୍ଦିର। ତ ଷ୍ଟାଚୁ ଅଛି, ଏଇ ମୂର୍ତ୍ତିଟାକୁ ଦେଖନ୍ତୁ। ଡାହାଣ ପଟେ ଆମର ହନୁମାନ ମନ୍ଦିର ଅଛି, ହନୁମାନ ଷ୍ଟାଚୁ। ତ ଆମେ ଶେଷରେ ଆସିଲା ବେଳକୁ ଏଇ ମନ୍ଦିର ଭିତରେ ଭିଜିଟ୍ କରିବା। ତ ଦେଖିବା ଆମେ ବହୁତ ଏଇ ଭିତରେ ଏମିତି ଲାଗୁଛି, ମାନେ ବହୁତ ଆମେ ଗୋଟେ ସ୍ୱର୍ଗରେ ଆସିକି ପହଞ୍ଚିଲା ଭଳିଆ। ତ ଥଣ୍ଡା ପରିବେଶ, ଦୂରରେ ଗଛ ଲତା, ପାହାଡ଼ ପର୍ବତ, ମାନେ ବହୁତ ବଢ଼ିଆ ଲାଗୁଛି। ଆପଣ ଥରେ ଆସି ଭିଜିଟ୍ କରନ୍ତୁ। ତାପରେ ଦେଖନ୍ତୁ ବାମ ପଟେ ବର୍ତ୍ତମାନ ସାଇବାବା ମନ୍ଦିର ଅଛି। ଆମେ ଶେଷକୁ ଆସିକି ଦେଖିବା ସାଇବାବା ମନ୍ଦିର, ତା ପରିବେଶ ଟିକେ ଭିତରକୁ ପ୍ରବେଶ କରି ଦେଖିବା। ବି ସାଇବାବା ମନ୍ଦିରରେ ଆଜି ଭୋଜନ ବି କରିବା, ପ୍ରସାଦ ସେବନ କରିବା। ଏବେ ପ୍ରଥମେ ଯିବା ଆମେ ଟିକେ ମା କଣ୍ଟାବୁଆସିନୀ ମନ୍ଦିରକୁ। ତ ସେଠି କିଛି ବାଟ ଗଲା ପରେ ଆପଣ ଦେଖନ୍ତୁ, ମାନେ ବହୁତ ବହୁତ ବଢ଼ିଆ ଲାଗୁଛି ଜାଗାଟା। ଆପଣ କେବେ ଭିଜିଟ୍ କରିନାହାନ୍ତି, ଯଦି କରିନାହାନ୍ତି ଥରେ ବି ଆସି ଦେଖନ୍ତୁ। ପହଞ୍ଚିଗଲେ ମନ୍ଦିର ଭିତରକୁ ଯିବା, ମାଆଙ୍କୁ ଦର୍ଶନ କରିବା। ଦର୍ଶନ କରିବା ପୂର୍ବରୁ ଆମେ ଯିବା ଭୋଗ ଟିକେ କିଣିଦେବା। ଦେଖନ୍ତୁ ତା ସାମ୍ନାରେ ଅଛି ବହୁତ ବଡ଼ ଭଲ ଦୃଶ୍ୟ ସବୁ ଅଛି। ତ ଆମେ ଆସିଛୁ, ଏବେ ଯିବା ମନ୍ଦିର ଗଲା ଭିତରେ ମାଆଙ୍କ ପାଇଁ କିଛି ଭୋଗରାଗ କିଣିକି ନେଇକି ଯିବା ପୂଜା କରିବା ପାଇଁ। ବର୍ତ୍ତମାନ ଭୋଗରାଗ ପାଇଁ ଆମେ ଆସି ପହଞ୍ଚିଗଲାଣୁ। ପ୍ରଥମେ ଏଇଠି ଦେଖିଲୁ ଏଇ ଷ୍ଟଲ୍ରେ ଫୋନ୍ପେ ଆଭେଲେବୁଲ୍ ନାହିଁ। ତ ନେକ୍ସଟ ଷ୍ଟଲ୍କୁ ଗଲୁ, ଏଇଠି କିଛି ଭୋଗରାଗ କିଣିଲା ପରେ ଆମେ ଏବେ ଭିତରକୁ ଯିବା। ଭିତରେ ଆମର ବହୁତ ସୁନ୍ଦର ପରିବେଶ, ଥରେ ଆସି ଭିଜିଟ୍ କରନ୍ତୁ ମାଆଙ୍କୁ। ତ ମାଆ ହେଉଛନ୍ତି ପ୍ରତ୍ୟକ୍ଷ ଠାକୁରାଣୀ ଏଠି। ତ ଆସିକି ଦେଖିକି ଥରେ ଭିଜିଟ୍ କରିକି ଯାଆନ୍ତୁ। ଏଇ ଜାଗାରେ ହେଉଛନ୍ତି, ମାନେ ଯାହାର ମାନସିକ ରହୁଛି, ମାନସିକ ପାଇଁ ବି ଏଠି ବନ୍ଧାବନ୍ଧି କରାଯାଏ। ବାନ୍ଧିଲେ ବି ମାନସିକ ପୂରଣ ହୁଏ ବୋଲି ମୁଁ ଶୁଣିଛି ମାଆଙ୍କ ପାଖରେ। ଏଇ ଜାଗାରେ ଦୀପ ସବୁ ଜଳାଯାଏ। ଆପଣ ଯଦି ଦୀପ କି ଧୂପକାଠି ଆଣିଥିବେ, ଏଇ ଜାଗାରେ ଜାଳିବେ। ତାପରେ ଏଇ ଚାରିପଟେ ଦେଖନ୍ତୁ କେମିତି ଦେଖାଯାଉଛି। ଏଇଠି ବି ଭୋଜି ଭାତ ବି କରାଯାଏ। ତ ଭୋଜି ଭାତ ବି କରିକି ଆପଣ ବି ଆସିଲେ ବି ଫ୍ୟାମିଲି ନେଇକି ଭୋଜି ଭାତ କରିକି ବି ଖାଇପାରିବେ। ଏ ଜାଗାରେ ଭିତରକୁ ଗଲା ପରେ ଆମେ ଦେଖିବୁ ମାଆଙ୍କୁ। ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛନ୍ତି ମା ଆମର। ମନ୍ଦାର ଫୁଲରେ ପୁରା ଶୋଭିତ ହୋଇଛନ୍ତି ମା ଆମର। ଆଉ ଭୋଗରାଗ ବି ଆମେ ଆଇଛୁ, ଭୋଗରାଗ କରିକି ହିଁ ନେଇକି ଯିବୁ। 2 ଜଣ ବ୍ରାହ୍ମଣ ପୂଜାରୀ ଅଛନ୍ତି, ତ ପୂଜା ପାଠ କରୁଛନ୍ତି ଜାଗାରେ, ଭୋଗରାଗ ବି କରୁଛନ୍ତି। ଦେଖନ୍ତୁ ଏଇ ପିଲାଟି ବି ତାଙ୍କର ମାନସିକ ରଖିକି ବି ବନ୍ଧାବନ୍ଧି କରୁଛନ୍ତି ବୋଧେ। ତ କିଛି ମାନସିକ ବି ରଖିଦେବେ ସେ। ତାପରେ ଆମେ ଏଠି ସାରିକି ଆମେ ଯିବା, ଆମର ଏହା ପରେ ହେଉଛି ଜଗନ୍ନାଥ ମନ୍ଦିର। ଜଗନ୍ନାଥ ମନ୍ଦିର ଯାଉଛୁ ଆମେ। ତ ଦେଖିବାକୁ ଗଲେ ରଥଯାତ୍ରା ଆଗକୁ ଅଛି। ଦେଖନ୍ତୁ ରଥ ବି ତିଆରି ଚାଲିଛି। ଆମେ ବର୍ତ୍ତମାନ ଏବେ ଜଗନ୍ନାଥ ମନ୍ଦିର ଯିବା। ଜଗନ୍ନାଥ ମନ୍ଦିରକୁ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ ଟିକେ କରିବା। ସେ ହେଉଛନ୍ତି ଆମର କଳା ଠାକୁର ଜଗନ୍ନାଥ। ଫାଇନାଲି ଆସିକି ଆମେ ଜଗନ୍ନାଥ ମନ୍ଦିରରେ ପହଞ୍ଚିଗଲୁ। ଦେଖନ୍ତୁ ଦାମନଯୋଡ଼ି ନିକଟରେ ଥିବା ଜଗନ୍ନାଥ ମନ୍ଦିର, ଯାହାକି ନାଲକୋ ଅଞ୍ଚଳରେ ଅବସ୍ଥିତ। ଏହି ମନ୍ଦିରଟି
ଭିତରକୁ ବି ଯିବା, ଆମେ ଦେଖିବା ଜଗନ୍ନାଥ ମନ୍ଦିରକୁ, ଜଗନ୍ନାଥଙ୍କୁ ଟିକେ ଦେଖିବା। ମନ୍ଦିରର ପରିସରଟା ବହୁତ ବଢ଼ିଆ ଲାଗୁଛି, ବହୁତ ସୁନ୍ଦର ଲାଗୁଛି ବି ପରିସରଟା। ଦେଖନ୍ତୁ ଚାରିପଟେ ଆମର ବି ବହୁତ ନିଟ୍ ଆଣ୍ଡ କ୍ଲିନ୍ ଅଛି, ପରିବେଶ ବହୁତ ସୁନ୍ଦର ଲାଗୁଛି। ଇଏ ହେଉଛି ସିଂହ ଦ୍ୱାର। ତ ଭିତରୁ ଅଶୋକ ସ୍ତମ୍ଭ ଅଛି, ଅଶୋକ ସ୍ତମ୍ଭ ପାଖରେ 22 ପାହାଚ, ଆମର ଜଗନ୍ନାଥ ମନ୍ଦିରଙ୍କର ଆଜି 22 ପାହାଚ। ଆଜି ପହଡ଼ି ପଡ଼ିଛି, ତ ପହଡ଼ି ପଡ଼ିଛି ଯେହେତୁ ଆମର ବୋଧେ ଆଜି ଦର୍ଶନ ଆମ ଭାଗ୍ୟରେ ନାହିଁ ଜଗା ଦର୍ଶନ କରିବାରେ। ଦେଖନ୍ତୁ ଏଇଟା ସ୍ନାନ ମଣ୍ଡପ, ଦେବ ସ୍ନାନ ମଣ୍ଡପ। ଏଠି ଯେତେବେଳେ ଭଗବାନ ରଥଯାତ୍ରା ଟାଇମ୍ ଆସେ, ଭଗବାନ ସ୍ନାନ କରନ୍ତି, ତାପରେ ଅଣସରକୁ ପଳାନ୍ତି। ବର୍ତ୍ତମାନ ଏବେ ପ୍ରଭୁ ଅଣସରରେ ଅଛନ୍ତି, ଦର୍ଶନ କରିହେବ ନାହିଁ। ମନ୍ଦିରକୁ ଦେଖନ୍ତୁ, ବହୁତ ବହୁତ ବଢ଼ିଆ ଲାଗୁଛି ମନ୍ଦିର, ବହୁତ ସୁନ୍ଦର ମନ୍ଦିର ହୋଇଛି। ଆପଣ ଭିଜିଟ୍ କରନ୍ତୁ, ଥରେ ଦେଖନ୍ତୁ। ତ ଯିବା। ଠିକ୍ ମନ୍ଦିର ପଛପଟେ ଅଛି ଆମର ମା ଠାକୁରାଣୀ, ଲକ୍ଷ୍ମୀ ମାଆଙ୍କ ମନ୍ଦିର ତିଶ୍ରୀ। ତ ମା ବିମଳା ମନ୍ଦିର ଏଇଠି ଅଛି। ଏଠି ଦର୍ଶନ ବି ଜାଗାରେ କରିଲେ, ହେଲେ ଭାଗ୍ୟରେ ନାହିଁ ମୁଁ ଟିକେ ଜଗା ଦର୍ଶନ କରିବା ପାଇଁ। ଇଏ ହେଉଛି ଆନନ୍ଦ ବଜାର। ଜଗନ୍ନାଥ ପ୍ରଭୁ ଜଗନ୍ନାଥଙ୍କର ହେଉଛି ଆନନ୍ଦ ବଜାର। ଏଇଠି ରୋଷେଇ କାର୍ଯ୍ୟକ୍ରମ ସବୁ କରାଯାଏ। ଏପଟେ ବି ଆମେ ବି ପ୍ରସାଦ ସେବନ କରିପାରିବା, କିନ୍ତୁ ବର୍ତ୍ତମାନ ଆଜି ନାହିଁ, ପ୍ରସାଦ ସେବନ କରିହେବ ନାହିଁ। ଏଇଟା ହେଉଛି ମୁକ୍ତି ମଣ୍ଡପ। ଦର୍ଶନ ତ ହେଇପାରିଲାନି, ଏବେ ଆମେ ରିଟର୍ଣ୍ଣ କରିବା। କିଛି ବାଟ ଗଲା ପରେ ଏବେ ଆମେ ଫାଇନାଲି ସାଇବାବା ମନ୍ଦିରକୁ ଯିବା, ସାଇବାବାଙ୍କୁ ଦର୍ଶନ କରିବା। ଇଏ ହେଉଛି ବି ଏକ ଅନ୍ୟତମ ଏକ ମନ୍ଦିର, ବହୁତ ସୁନ୍ଦର ହେଇଛି। ଜଗନ୍ନାଥ ମନ୍ଦିର ଭଳିଆ ବହୁତ ସୁନ୍ଦର ବି ହେଇଛି ଏଇ ମନ୍ଦିରଟା। ଦେଖନ୍ତୁ ଆସିକି ପହଞ୍ଚିଗଲୁ ସେ ପାଖାପାଖି। ଯିବା ଏବେ ମନ୍ଦିର ଭିତରକୁ। ବର୍ଷା ଜୋରସେ ଉଠେଇଛି, ମେଘ ଉଠେଇଛି, ଦେଖନ୍ତୁ ମେଘ ଆଜି ହବାର ଅଛି ଜୋରିଆ। ତ ଏବେ ଯିବା। ଶ୍ରଦ୍ଧା ସବୁରି ସାଇବାବା, ସାଇ ରାମ, ସାଇ ଶ୍ୟାମ, ସାଇ ଭଗବାନ, ଶିରିଡ଼ି के दाता सबसे महान। ହେ ପ୍ରଭୁ ସାଇ ରାମ। ଦେଖନ୍ତୁ ବାହାର ଦୃଶ୍ୟ ବହୁତ ବହୁତ ଆକର୍ଷିତ କରୁଛି, ଭିତର ଦୃଶ୍ୟ ବି ତାଠୁ ବହୁତ ବହୁତ ଆକର୍ଷିତ କରୁଛି। ଦେଖନ୍ତୁ ଏମିତି ଲାଗୁଛି ଏଠୁ ଗୋଟେ ମୁହୂର୍ତ୍ତ ବି ଛାଡ଼ିକି ଯିବାକୁ ଇଚ୍ଛା ହେଉନି ଆମକୁ, ହେଲେ ଯିବାକୁ ପଡ଼ିବ। ବହୁତ ସୁନ୍ଦର ଲାଗୁଛି। ଆପଣ ଦେଖନ୍ତୁ, ଥରେ ବି ଆସିକି ଭିଜିଟ୍ କରନ୍ତୁ, ମନ ଭରିଯିବ ଦେଖିବାକୁ ଗଲେ, କିନ୍ତୁ ଯିବାକୁ ଇଚ୍ଛା ହେବନି। ସବୁ ବୁଲାବୁଲି ସାରିଲା ପରେ ଆମେ ଏଇଠୁ ବି ରହିଛୁ, ଏଇନେ ପ୍ରସାଦ ସେବନ କରିକି ଯିବୁ ସାଇବାବାଙ୍କ ମନ୍ଦିରକୁ। ଟିକେ ଦର୍ଶନ କରିବାକୁ ବହୁତ ଦିନ ପରେ ସୁଯୋଗ ମିଳିଛି ଆମକୁ, ସାଇବାବାଙ୍କୁ ଦର୍ଶନ କରିପାରିଲୁ। ଫାଇନାଲି ଆସିକି ପହଞ୍ଚିଗଲୁ ପ୍ରସାଦ ସେବନ କରିବା ପାଇଁ। ସାଇବାବାଙ୍କ ମନ୍ଦିରରେ ଥିବା ପ୍ରସାଦ ସେବନ କଲୁ। ତ ପ୍ରସାଦ ସେବନ କରିକି, ବର୍ଷା ବି ଜୋରିଆ ହେଉଛି ବାହାରେ, ବର୍ଷା ସାରି